ଆମେ ତ ଭାଇଙ୍କ ସହିତ କଥା ହଉଛେ ଭାଇ ଆପଣଙ୍କର ପଢା କେମିତି କଣ ଥିଲା ସେତେବେଳେ ଛୁଆଟି ବେଳର କିଛି ସେୟାର କରିବା ପାଇଁ ଚାହିଁବେ ଆମ ଦର୍ଶକ ବନ୍ଧୁମାନଙ୍କୁ। ଦେଖନ୍ତୁ ପଢା ତ ମୁଁ ଭୁବନେଶ୍ୱର ପଢିନି। ମୁଁ ଯେହେତୁ କହିସାରିଛି ଆପଣଙ୍କୁ ଯେ କାକଟପୁର ଗୋଟେ ଗ୍ରାମାଞ୍ଚଳରେ ମୋ ଜନ୍ମ, ତ ସେଠି ମୁଁ ପାଠ ପଢୁଥିଲି। ପାଠ ପଢିବାକୁ ଗଲେ ମତେ 5 କିଲୋମିଟର 6 କିଲୋମିଟର ଆମେ ପାଦରେ ଚାଲି ଚାଲି ଯାଉଥିଲୁ। ଚପଲ ନଥିଲା, ହଳେ ପ୍ୟାଣ୍ଟ ସାର୍ଟକୁ ଆମେ 15 ଦିନ କାଳ ପିନ୍ଧୁଥିଲୁ। କାନ୍ଧରେ ଝୁଲା ବ୍ୟାଗ୍ ପକେଇ ପାଠ ପଢିବାକୁ ଯାଉଥିଲୁ। ସେ ଅନୁଭୂତି ଗୋଟେ ନିଆରା ଅନୁଭୂତି, ସେଟାକୁ ବର୍ଣ୍ଣନା କରିହେବନି। କିନ୍ତୁ ସେତେବେଳେ ପ୍ରଥମ ଦ୍ୱିତୀୟ ତୃତୀୟ ପାଠ ବର୍ତ୍ତମାନ ଦଶମ ଶ୍ରେଣୀ ପିଲା ପଢିପାରିବେ ନାହିଁ। ଆଜ୍ଞା ତେଣୁ ମୁଁ +2 ପର୍ଯ୍ୟନ୍ତ ପଢିଛି। କିନ୍ତୁ ସେ ପାଠ ମୋର ଏବେ ବି ମନେ ଅଛି ଯେ ଆମେ ଯୋଉ କଷ୍ଟ କରି ପାଠ ପଢିଛୁ, ଆଜିକାଲିର ଯୋଉ ପିଲା ଅଛନ୍ତି ସେମାନଙ୍କୁ ସେ ପାଠ ପଢିବାକୁ ଗଲେ ସେ ପାଠ ପଢିବେନି। ସେ କହିବେ ଆମ ପାଠ ଦରକାର ନାହିଁ, ଆମେ ଯେତିକି ଅଛୁ ସେତିକି ରହିବୁ। କିନ୍ତୁ ଆମେ ବହୁତ କଷ୍ଟରେ ରହିଛୁ ପାଠ ପଢା ହେଇଛି। ଆଚ୍ଛା। ଭାଇ ଆପଣ ଦେଖୁଥିବେ ଯେହେତୁ ଆମର ଭାରତୀୟ ଜନତା ପାର୍ଟି ସରକାର ଆସି ସାରିଛି, ଆପଣ କଣ ଆଶା ରଖୁଛନ୍ତି ଆଉ କଣ ପରିବର୍ତ୍ତନ ହେଇପାରିବ ଆପଣଙ୍କ ମତଟା କଣ ମିଳିବ ଆଉ କଣ ଡେଭଲପମେଣ୍ଟ ଦରକାର? ଭାରତୀୟ ଜନତା ପାର୍ଟି ଏମିତି ଗୋଟେ ଦଳ, ମୁଁ ପ୍ରଥମ ଥର ଆଉ 1-1 କୁ ଯାଇଥିଲି। ମୁଁ ତାଙ୍କୁ କହିଥିଲି ଯେ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଜଣେ ଜଣେ ମୁଖ୍ୟମନ୍ତ୍ରୀ। ଆଚ୍ଛା ଭାରତୀୟ ଜନତା ପାର୍ଟି ସବୁବେଳେ ପାଇଁ ଡେଭଲପମେଣ୍ଟ ପାଇଁ ଇଚ୍ଛା କରେ। ଭାରତୀୟ ଜନତା ପାର୍ଟି ସବୁବେଳେ ପାଇଁ ଆଗ୍ରେସିଭ ରୂପେ କାମ କରେ। ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା, ସବୁଠୁ ଶେଷ ଭାଗରେ ପଛରେ ରହିଥିବା ଲୋକ କେମିତି ଆଗକୁ ଆସିବ, ଏଇଟା ହେଉଛି ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ। ଭାରତୀୟ ସୂର୍ଯ୍ୟ ଅସ୍ତ ହେବା ଟାଇମରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ শুরু ହୁଏ। ଭାରତୀୟ ଜନତା ପାର୍ଟି ଦିନ ରାତି ଏକ କରି କାମ କରେ। ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ରକ୍ତ ବିନ୍ଦୁରେ ଆଜି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କରିବାକୁ ଯାଉଛି। ମୁଁ ବିଶେଷ କରି ଅନୁରୋଧ ରହିଛି ଭାରତୀୟ ଜନତା ପାର୍ଟି ସମସ୍ତ କାର୍ଯ୍ୟକର୍ତ୍ତାକୁ କୌଣସି ପଦପଦବୀରେ ଲାଳସା ନ ରଖି, କୌଣସି ଉଚ୍ଚ ଅଭିଳାଷ ନ ରଖି, ଯଦି ଆମେ ସମାଜର ସେବା କରିବାକୁ ଚାହୁଁଛେ, ଯଦି ଆମେ ସମାଜରେ କାମ କରି କିଛି ଦେଖେଇବାକୁ ଚାହୁଁଛେ, ତାହେଲେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ, ଆମର ବରିଷ୍ଠ ପ୍ରଧାନମନ୍ତ୍ରୀ ବିଶ୍ୱରେ 1 ନମ୍ବର ନେତା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସାରା ଓଡ଼ିଶାରେ ଚଳ ସୃଷ୍ଟି କରିଛି। ଯାହାକି 25 ବର୍ଷର ସରକାରକୁ ପଛରେ ପକାଇ ଆଜି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଆଉ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକ୍ରମ ଲୋକମୁଖୀ ହବ, ଲୋକଙ୍କୁ ସୁହାଇଲା ଭଳି ହବ। এটা ମୋ ହୃଦୟ ସହିତ କହିବି ଆଉ ଗ୍ୟାରେଣ୍ଟିର ସହିତ କହିବି। ତେଣୁ ମୁଁ ବି ଚେଷ୍ଟା କରିଛି ମୋ ୱାର୍ଡ 5 ନମ୍ବର ୱାର୍ଡ ଚକେଇଶାଣୀ, ମଞ୍ଚେଶ୍ୱର, ସମୟଗାଡ଼ିଆ, ଶ୍ରୀରାମନଗର ନେଇ ଯେଉଁ ଗଠିତ ହୋଇଛି ଭୁବନେଶ୍ୱର ମ୍ୟୁନିସିପାଲିଟିର ଏ ୱାର୍ଡକୁ ଗୋଟେ ମୋର ସ୍ୱପ୍ନ ଅଛି। ପାର୍କ ନାହିଁ, ପାର୍କ ଟିକେ କରେଇବି। ମେଡିକାଲ ନାହିଁ, ମେଡିକାଲ ଟିକେ କରେଇବି। ଡ୍ରେନେଜ ଯେଉଁ ଅବସ୍ଥା ଅଛି ସେଟାକୁ ସୁଧାର ଆଣିବି। ମୌଳିକ ସୁବିଧା ଲୋକମାନଙ୍କର ଯୋଉଟା ସେଟା ପହଞ୍ଚି ପାରୁନାହିଁ, ସେଇଟା ମୋର ଲକ୍ଷ୍ୟ ଅଛି। ଲୋକମାନେ କମ୍ପ୍ଲେନ ଦେବେ ଆମକୁ, ଲୋକମାନେ କମ୍ପ୍ଲେନ ଦେବେ ନାହିଁ ନେତୃତ୍ୱ ପାଖକୁ, ନା ମୁଖ୍ୟମନ୍ତ୍ରୀ ଖୋଜିବେ, ନା ରାଜ୍ୟମନ୍ତ୍ରୀ ଖୋଜିବେ, ନା କୌଣସି ଏମଏଲଏ ଖୋଜିବେ। ଏଠି ଯିଏ ୱାର୍ଡ ନେତୃତ୍ୱ ତାକୁ ଲୋକମାନେ ଖୋଜିବେ। ୱାର୍ଡ ନେତୃତ୍ୱ ସବୁବେଳେ ଲୋକଙ୍କ ହୃଦୟରେ ଯେମିତି ରହିବ, ସେଇଟାই ମୋର ଲକ୍ଷ୍ୟ ଅଛି। ସେଇଟା ହିଁ ରାଜନୀତିରେ ଗୋଟେ ଥର ମୁଁ ଚାହୁଁଛି ଏଠି ରାଜନୀତିରେ ସକ୍ରିୟ ରହି ଗୋଟିଏ ଥର କର୍ପୋରେସନ ଜିତିବି, ଆଉ ଏଇଟା କରିକି ଦେଖେଇବି ଯେ ନେତୃତ୍ୱ କାହାକୁ କୁହାଯାଏ, ଲୋକଙ୍କ ସେବା କେମିତି କରାଯାଏ। ଆମେ ତ ଭାଇଙ୍କ ସହିତ କଥା ହଉଛୁ ଆଜ୍ଞା, ଯେତେ ପଦବୀରେ ଥାନ୍ତୁ ସେଇଟା ତ ଆପଣଙ୍କ ଗୋଟେ ଦାୟିତ୍ୱ କର୍ତ୍ତବ୍ୟ ସେଇଟା, କିନ୍ତୁ ଲୋକଙ୍କ ପାଇଁ ବଞ୍ଚିବା, ଲୋକଙ୍କ ସେବାରେ ଯେତେବେଳେ ନିୟୋଜିତ କରିଛନ୍ତି ଭାଇ ତ ଧନ୍ୟବାଦ। କାରଣ କେତେ ଜଣ ଲୋକଙ୍କ ସେବାରେ ବଞ୍ଚୁଛନ୍ତି, କାରଣ ଆଜିକାଲି ସମୟ ସବୁବେଳେ ପାଇଁ ଲୋକମାନେ ଫାଇଦାରେ ଦେଖୁଛନ୍ତି। ଆଉ ଯୋଉମାନେ ଭାରତୀୟ ଜନତା ପାର୍ଟି ସମସ୍ତେ ଗୋଟେ ପରିବାର, ସେ ପରିବାର ହିସାବରେ ସମସ୍ତଙ୍କୁ ଦେଖୁଛି, ଦେଖିବା ଆଗକୁ କଣ କେମିତି ରହିଛି। ଆଚ୍ଛା ଭାଇ ଆପଣଙ୍କ ପରିବାର କେମିତି କଣ ସପୋର୍ଟ ରହିଛି, ଯେହେତୁ ରାଜନୀତି କିଛି ସେମିତି ଇନଫ୍ଲୁଏନ୍ସ କିଛି ହଉନି ନା, ସବୁ ଚାଲିଛି? ଦେଖନ୍ତୁ ମୋ ପରିବାରରେ ସେମିତି ରାଜନୈତିକ ଲୋକ କେହି ନାହିଁ। ମୋ ପରିବାରରେ ଯଦି ରାଜନୈତିକ ଲୋକ ଥାନ୍ତେ ତାହେଲେ 5 ନମ୍ବର ୱାର୍ଡର କର୍ପୋରେଟର ଆଜି ମୁଁ ହୋଇଥାନ୍ତି। କାହିଁକିନା ଏଇଟା ଲେଡିସ୍ ସିଟ୍ ହେଇଥିଲା, ସଂଗଠନ ମୋ ସାଥିରେ ଥିଲା। 5 ନମ୍ବର ପ୍ରତ୍ୟେକ ବାସିନ୍ଦା ମୋ ସାଥିରେ ଥିଲେ। ସମସ୍ତେ ମୋ ହୃଦୟରେ ମୁଁ ରହିଛି। କିନ୍ତୁ ଯେହେତୁ ଲେଡିସ୍ ସିଟ୍ ହେଲା, ମୋ ପରିବାର କେହି ରାଜନୈତିକ ଲୋକ ନାହାନ୍ତି କି ରାଜନୀତି ବିଷୟରେ ଜାଣନ୍ତି ନାହିଁ। ତେଣୁ ଅଦରୱାଇଜ ଏ ସିଟ୍ ମୋତେ ଛାଡ଼ିବାକୁ ପଡ଼ିଲା। ସେଥିପାଇଁ କି ପରିବାରକୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ସେମାନେ ତାଙ୍କ ନିଜ କାମ କରନ୍ତି। ମୋ ଉପରେ ମୁଁ ଯେତେ କଷ୍ଟ କଲେ ବି ସେମାନେ ମୋ ଉପରେ ପ୍ରେସର ପକାନ୍ତି ନାହିଁ ଯେ ତମେ କାହିଁକି ରାଜନୀତି କରୁଛ। ତେଣୁ ପରିବାର ବହୁତ ଭଲ। ଆଉ ପରିବାରକୁ ପରିବାର ବାଟରେ ଅଛି, ରାଜନୀତିକ ବାଟରେ ମୁଁ ରଖିଛି। ମୁଁ ଲୋକଙ୍କ ସେବା କରିବାକୁ ମନୋଭାବ ନେଇଛି, ଲୋକଙ୍କ ସେବାରେ ମନ ଦେବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଗୋଟେ ମୋର ଲକ୍ଷ୍ୟ ରହିଛି, ଥରେ ବି ହେଲେ ରାଜନୀତି କାହାକୁ କୁହାଯାଏ, ଲୋକଙ୍କ ସେବା କେମିତି କରାଯାଏ, ମୋର ପଦବୀ ନେଇ କର୍ପୋରେଟର ହେବା ଲକ୍ଷ୍ୟ ଜମା ନୁହେଁ। ମୁଁ କେବଳ ଥରେ ପାଇଁ ଜିଦିରେ ନେବାକୁ ଚାହୁଁଛି ଯେ ଲୋକଙ୍କୁ ସେବା କେମିତି କରାଯାଏ ସେଟା ଦେଖିବା ପାଇଁ। ଲୋକ ବାଛିବେ, ଲୋକ ଚାହିଁବେ, ବାସ୍ ଏତିକି ହେଉଛି ମୋର ଲକ୍ଷ୍ୟ। ଗୋଟିଏ ଥର 5 ନମ୍ବର ୱାର୍ଡବାସୀଙ୍କୁ ହାତ ଯୋଡ଼ି ନିବେଦନ କରିବି, ଗୋଟିଏ ଥର ସୁଯୋଗ ଦିଅନ୍ତୁ। ଏଠି ବାହାର ଲୋକ ଭିତର ଲୋକ କୌଣସି ପ୍ରଶ୍ରୟ ଦେବେ ନାହିଁ। ବାହାର ଲୋକ ଯେତିକି ସମାନ ରହିବ, ଗାଁ ଲୋକଙ୍କୁ ସେତିକି ଅଧିକାର ରହିବ। ସମାନ ଅଧିକାରରେ ଚାଲିବେ, ସମସ୍ତଙ୍କୁ ସମାନ ଯୋଗ୍ୟତା ଏଠି ମିଳିବ। ଆଉ ସମସ୍ତଙ୍କ ପାଖେ ମୌଳିକ ସୁବିଧା ମିଳିବ ଯେ କୌଣସି ଲୋକ ଅଭିଯୋଗ କରିବାକୁ ୱାର୍ଡ ବାହାରକୁ ଯିବେ ନାହିଁ। ସେଇଟା ହିଁ ଆମ ରାଜନୈତିକ ଲକ୍ଷ୍ୟ, ସେଇଟା ହିଁ କରି ଦେଖିବାକୁ ଚାହୁଁଛୁ। ଭାଇ ଆପଣ ଦେଖୁଥିବେ ଆମର ନରେନ୍ଦ୍ର ମୋଦିଜୀଙ୍କର ଯୋଉ ନୀତି ଲୋକଙ୍କ ପାଇଁ ସବୁବେଳେ ପାଇଁ ଯୋଉ ସେବା,
କେତେ ଆପଣ ଏକ୍ସାଇଟେଡ୍ ରହୁଛନ୍ତି ସବୁବେଳେ ପାଇଁ ଲୋକଙ୍କ ପାଇଁ ହିଁ ଯେତେବେଳେ ପଦକ୍ଷେପ ନେଇ ଚାଲିଛନ୍ତି ଆପଣ କେତେ ଯୋଗ୍ୟ କଣ ଦେଖୁଛନ୍ତି? ସେଥିପାଇଁ ତ କହୁଛି ଭାରତୀୟ ଜନତା ପାର୍ଟି ଏକମାତ୍ର ଦଳ ସବୁବେଳେ ଲୋକାଭିମୁଖୀ କାମ କରେ। ଆଉ ତାର ନେତୃତ୍ୱ ବିଶ୍ୱର ସବୁଠୁ ଏକ ନମ୍ବର ନେତା ଭାରତୀୟ ଜନତା ପାର୍ଟି ହଉଛି ଭାରତ ବର୍ଷ କଣ ସାରା ବିଶ୍ୱର ବଡ ଗଣତାନ୍ତ୍ରିକ ଦଳ। ତାର ନେତା ହଉଛି ନରେନ୍ଦ୍ର ମୋଦି, ଯିଏକି ତାଙ୍କ ସମକକ୍ଷ ପର୍ଯ୍ୟନ୍ତ କେହି ନାହାନ୍ତି। ଆଉ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ସିଂହ ପରି ନେତୃତ୍ୱ। ଆଚ୍ଛା। ସେ ସବୁବେଳେ ପାଇଁ ଲୋକଙ୍କ ସାମ୍ନା କରିବାକୁ ଚେଷ୍ଟା କରନ୍ତି, ବିରୋଧୀକୁ ସାମ୍ନା କରନ୍ତି, କାହା ଭୟରେ କୌଣସି କାର୍ଯ୍ୟକ୍ରମ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଉ ସବୁବେଳେ ପାଇଁ ଲୋକାଭିମୁଖୀ କାମ କରିବା ପାଇଁ କଣ ହବ ହାରିଯିବ ଦଳ ଜିତିଯିବ ସେଟାକୁ ସେ ଦେଖନ୍ତି ନାହିଁ। ସେ ଲୋକଙ୍କ ନେତା, ଲୋକଙ୍କ ହୃଦୟର ନେତା, ଲୋକଙ୍କ ପାଖରେ ରୁହନ୍ତି, ଲୋକଙ୍କ ପାଇଁ କାମ କରନ୍ତି। ସେଥିପାଇଁ ଆମେ ମାନେ ଅନୁପ୍ରାଣିତ। ଆମ ନେତା ପାଇଁ ଆମେ ଗର୍ବିତ। ଆମ ନେତା ବିଶ୍ୱର ଏକ ନମ୍ବର ନେତା। ଆମ ନେତା ଲୋକଙ୍କ ପାଇଁ କାମ କରୁଛନ୍ତି। ଭାରତ ବର୍ଷ ଆଜି ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଯୋଉ ଭାରତ ବର୍ଷକୁ ଆମେରିକା ହଉ, ଚୀନ ହଉ, ରୁଷିଆ ହଉ, ଯୋଉମାନେ ମାନେ ଆମର ଯୋଉ ନେତୃତ୍ୱ ଯାଉଥିଲେ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ରାଷ୍ଟ୍ରପତି ହୁଅନ୍ତୁ, ମାନେ ତାଙ୍କୁ ଦେଖା କରିବାକୁ ଟାଇମ ମାଗୁଥିଲେ, ସେଇ ଦେଶର ପ୍ରଧାନମନ୍ତ୍ରୀ, ସେଇ ଦେଶର ରାଷ୍ଟ୍ରପତି ଆଜି ଆମର ପ୍ରଧାନମନ୍ତ୍ରୀକୁ ଦେଖା କରିବା ପାଇଁ ନିଜେ ଆସି ଲାଇନରେ ଅଛନ୍ତି। ଏହାକୁ ଗର୍ବ ଆଉ କଣ ହେଇପାରେ? ସେଇଟା ବି ଘଟୁଛି। ସାରା ବିଶ୍ୱରେ ଆମ ଭାରତର ଚମକପ୍ରଦ ସ୍ଥାପନ ହଉଛି। ଏବେ ଭାରତ ବର୍ଷରେ ଲୋକଙ୍କର ଆଭିମୁଖ୍ୟ ବି ପରିବର୍ତ୍ତନ ହଉଛି। ଆଉ ଲୋକଙ୍କର ସେବା ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ଆଗଧାଡ଼ିରେ କାମ କରୁଛି। ଆଉ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ନରେନ୍ଦ୍ର ମୋଦି ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବାର ବାର ଅନୁରୋଧ କରୁଛନ୍ତି, ଲୋକଙ୍କ ପାଇଁ କାମ କର, ଲୋକଙ୍କ ପାଇଁ ସେବା କର, ଲୋକଙ୍କ ପାଖରେ ରୁହ, ଲୋକଙ୍କ ହୃଦୟରେ ରୁହ। ଆଚ୍ଛା। ବହୁତ ଭଲ କଥା ଭାଇ କହିବାର। ଭାଇ ଆଉ ଗୋଟେ କଥା କହିବା ପାଇଁ ଚାହିଁବି, ଭାରତ ଯେହେତୁ ଆପଣ ଅଛନ୍ତି, ଆପଣ ଯଦି ଦେଇପାରିବେ ଅବଜେକ୍ସନ ଭାରତୀୟ ଜନତା ପାର୍ଟିରେ ଆମର ଯୋଉ ଯୁବକ ଯୁବତୀ ମାନେ ବାହାରକୁ ଯାଉଛନ୍ତି ତାଙ୍କ ପାଇଁ ଯଦି କିଛି ଏଇ ଭୁବନେଶ୍ୱର କଟକରେ କିଛି ଯଦି ଖୋଲା ହେଇଯାଇପାରନ୍ତା ତ ବେଟର ହେଇପାରନ୍ତା ସେମାନେ। ଧନ୍ୟବାଦ କଥାଟା କହିଲେ। ଆମେ ଭାରତୀୟ ଜନତା ପାର୍ଟିର ଯୋଉ ଲିଡର ଅଛନ୍ତି, ଯୋଉ ନେତୃତ୍ୱ ଅଛନ୍ତି, ସେମାନଙ୍କୁ ଆମେ ଜଣେଇଛୁ। ଏବେ ବି ଜଣେଇନୁ, ଏଇଟା ଭାରତୀୟ ଜନତା ପାର୍ଟି ବିରୋଧୀ ଦଳ ଥିବା ଅବସ୍ଥାରେ ଜଣେଇଛି। ଆଉ ଏଇଟା ଭାରତୀୟ ଜନତା ପାର୍ଟିର କର୍ତ୍ତବ୍ୟ ଅଛି। ଆଉ ଭାରତୀୟ ଜନତା ନିଶ୍ଚିତ କରିକି ଦେଖେଇବ। ଯୋଉ କହନ୍ତି ଆମର ଓଡିଆରେ ଦାଦନ, ଯୋଉ ଦାଦନ ଖଟିବାକୁ ଆମର ବାହାରକୁ ଯାଉଥିଲେ, ଆମର ଏବେ ଦେଖିଥିବେ ଆମର ଗୋଟେ ବିଧାନସଭାରେ ପାସ୍ କରା ହେଇଛି। ଆମର ଯୋଉ ମୁଖ୍ୟମନ୍ତ୍ରୀ ପ୍ରଥମ ଇଏ କରୁଥିଲେ ଯେ ଓଡିଶାକୁ 1000 କୋଟିର ଗୋଟେ 1000 କୋଟି ଟଙ୍କାର ଆସୁଛି ପ୍ରକଳ୍ପ ଆସୁଛି। ସେଇ ପ୍ରକଳ୍ପ ଦ୍ୱାରା ଓଡିଶାର ଯୁବକ ଯୁବତୀ ମାନେ ଓଡିଶାରେ ହିଁ କାମ କରିବେ, ବାହାରକୁ ଦାଦନ କରିବାକୁ ଯିବେ ନାହିଁ। ଆଉ ଯୋଉମାନେ ଗ୍ରାଜୁଏସନ, ଯୋଉମାନେ ଏଜୁକେଟେଡ ଅଛନ୍ତି, ଯୋଉମାନେ ବାହାରକୁ ଯାଉଛନ୍ତି, ସେମାନଙ୍କ ପାଇଁ ବି ଭାରତୀୟ ଜନତା ପାର୍ଟି 5 ବର୍ଷ ନିଶ୍ଚିନ୍ତ ଲୋକାଭିମୁଖୀ ଯୋଜନା କରିବ। ସେମାନେ ଏଇଠି କର୍ମ କରିବେ, ଏଇଠି ରହିବେ, ଘର ପୁଅ ଘରେ ରହିବ, ଘରେ ଝିଅ ଘରେ ରହିବ। ଏଇ ଓଡିଶାରେ ହିଁ ତାଙ୍କ ଜୀବିକା ନିର୍ବାହ କରିବେ। ଭାଇ ଯେହେତୁ ଆପଣ କାକଟପୁରରେ ଜନ୍ମ, ମାଙ୍କ ପୀଠ, ଏପଟେ ରଥଯାତ୍ରା ଚାଲିଛି, ସେଉଠୁ କୁହାଯାଏ କାକଟପୁର ଦେଇକି ହିଁ ପୁରୀ ଯାଆନ୍ତି। କଣ କହିବେ କାଳିଆର ଡୋରି କେତେ କଣ ରହିଛି ଆପଣ? ଦେଖନ୍ତୁ, ମୁଁ ତ ପୁରୀ ଜିଲ୍ଲା ମୋର ଘର, ଜନ୍ମସ୍ଥାନ ପୁରୀ ଜିଲ୍ଲାରେ। ଜଗନ୍ନାଥ ଦେବୀ ପୁରୀ ଜିଲ୍ଲାରେ ଠାକୁର, ପୁରୀ ଜିଲ୍ଲାରେ ତାଙ୍କର ଆବିର୍ଭାବ। ମା ମଙ୍ଗଳା ଆମର ଆରାଧ୍ୟ ଦେବୀ। କାକଟପୁର ମା ମଙ୍ଗଳା ପ୍ରସିଦ୍ଧ ପ୍ରାଚୀନ ନଦୀ କୂଳରେ। ତାଙ୍କୁ ତ ସବୁବେଳେ ପାଇଁ କୋଟି କୋଟି ପ୍ରଣାମ ନମସ୍ୟ। ସବୁବେଳେ ପାଇଁ ଆମର ଭାଗ୍ୟ ଯେ ଯେହେତୁ ଦୂରରେ ରହିଲେ ଆମେ ସବୁବେଳେ ପାଇଁ ଯାଇପାରୁନୁ। ଆମେ ଗର୍ବ ଅନୁଭବ କରିଛୁ। ମୁଁ ନିଜେ ମନକୁ ମାନେ ବହୁତ ଗର୍ବ କରେ ଯେ ମୁଁ ମା ମଙ୍ଗଳାଙ୍କ ସନ୍ତାନ, ମା ମଙ୍ଗଳାଙ୍କ ପୀଠରେ ଜନ୍ମ ହେଇଛି। ଜଗନ୍ନାଥ ଦେଶର ଲୋକ, ପୁରୀ ଜିଲ୍ଲା ମୋର ପରିଚୟ। ମୁଁ ପୁରୀ ଡିଷ୍ଟ୍ରିକ୍ଟର ଲୋକ। ଯୋଉ ପୁରୀ ଡିଷ୍ଟ୍ରିକ୍ଟ ଲୋକଙ୍କୁ ସାରା ଓଡିଶା କଣ ସାରା ଭାରତ ବର୍ଷରେ କାଳିଆ ଦେଶର ଲୋକ, କାଳିଆର ଲୋକ ବୋଲି ଗର୍ବିତ ହୁଏ। ସେଥିପାଇଁ ବହୁତ ବହୁତ ଗର୍ବ। ମା ମଙ୍ଗଳା ମା ସବୁବେଳେ ପିଲାମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି। ମା ମଙ୍ଗଳା ବି କାକଟପୁରକୁ ଆସିକି ସମସ୍ତେ ଘଣ୍ଟ ଘୋଡ଼ାଇ ରଖିଥାନ୍ତି। ଲାଷ୍ଟ ଯିବା ପୂର୍ବରୁ ଆପଣଙ୍କ କାର୍ଯ୍ୟକର୍ତ୍ତା ଯେତେ ସବୁ ସାଙ୍ଗସାଥି ଆପଣଙ୍କ ଟିମ୍ ମେମ୍ବର ତାଙ୍କୁ କଣ କହିବେ? ବହୁତ ବହୁତ ଧନ୍ୟବାଦ ଦେବି। ଯେହେତୁ ମୁଁ ଗୋଟେ ଠାକୁରେ ଜନ୍ମ ହେଇ ଗୋଟେ ଠାକୁରେ ଆସି ଜୀବିକା ନିର୍ବାହ କଲି, ଆଉ ଏଠି ଆସି ସମସ୍ତଙ୍କ ସହିତ ପରିଚିତ ହେଲି। ବହୁତ ବହୁତ ମତେ ସ୍ମୃତି ମିଳିଲା। ବହୁତ ସାଙ୍ଗସାଥି ମୋ ସମସ୍ତଙ୍କୁ ମୁଁ ତ ଭାବିଲି କେହି ଜାଣିବି ନାହାନ୍ତି, କହିଦେଲି ମୋର କାକଟପୁର ଜନ୍ମ ବୋଲି, କେହି ବି କହିପାରିବେନି ମୁଁ ସେଠି ଜନ୍ମ। କାରଣ ମୁଁ ଏଠି ସମସ୍ତଙ୍କ ସହିତ ପରିଚିତ, ସମସ୍ତଙ୍କ ଆଦରଣୀୟ, ସମସ୍ତଙ୍କୁ ସମ୍ମାନ ଦିଏ, ସମସ୍ତଙ୍କୁ ସମ୍ମାନ ବି ଦିଏ। ତେଣୁ ମତେ ବହୁତ ଭଲ ଲାଗେ। ଆଉ ସମସ୍ତେ ମୋ ସହିତ ଯୋଡ଼ି ହିଁ ଅଛନ୍ତି। ଆଉ ସମସ୍ତଙ୍କୁ ସମ୍ମାନ ସହକାରେ ମୁଁ ନମସ୍ତେ ହେଇ କଥା ଦିଏ, କଥା କୁହେ ବି। ଆଉ ସମସ୍ତେ ବି ମତେ ଛୋଟ ହଉ ବଡ଼ ହଉ ମତେ ସମ୍ମାନ ବି ଦିଅନ୍ତି, ମୁଁ ବି ସମସ୍ତଙ୍କୁ ସମ୍ମାନ ଦିଏ। ମୁଁ କେବେ ଭାବିନି ଯେ ମୋ ଘର ଅପେକ୍ଷାରେ ମୁଁ ପ୍ରିୟଦର୍ଶୀ ସାରଙ୍କ ବିଷୟରେ କଣ ହେଇଯାଏ, କେମିତି ପ୍ରିୟଦର୍ଶୀ ମିଶ୍ର ଗୋଟେ ନେତା ନୁହେଁ, ଗୋଟେ ବ୍ୟକ୍ତି। ଭାରତୀୟ ଜନତା ପାର୍ଟି ତାଙ୍କୁ ଯେତେବେଳେ ରାଜନୀତିକୁ ଆଣିଥିଲା, ତାଙ୍କୁ ସେ ବ୍ୟକ୍ତିକୁ ପରିଚିତ କରି ଆଣିଥିଲା। କିନ୍ତୁ ତା ଆଗରୁ ବର୍ତ୍ତମାନ ଯେ ବିରୋଧୀ ଦଳର ଯେ ରାଜନୀତି 25 ବର୍ଷ ହେଲା କରିକି ଯାଇଛନ୍ତି, ସେଇ ଭାରତୀୟ ଜନତା ପାର୍ଟିର ବିପକ୍ଷ ଦଳ, ବିଜେଡି ଦଳ, ସେ ତାର ପ୍ରଥମେ ପ୍ରିୟଦର୍ଶୀ ମିଶ୍ରକୁ ଏମଏଲଏ କ୍ୟାଣ୍ଡିଡେଟ୍ କରି ଲେଖିଥିଲା। ସେ ଲେଖିଥିଲା ଶାନ୍ତ ଶିଷ୍ଟ ସରଳ ବ୍ୟକ୍ତିତ୍ୱ।
ସେ ପରିଚିତଟା ତାଙ୍କର ଆଗରୁ ରହିଯାଇଛି। ତେଣୁ ଭାରତୀୟ ଜନତା ପାର୍ଟି ତାଙ୍କ ବ୍ୟକ୍ତିତ୍ୱ ତାଙ୍କ ଚିନ୍ତାଧାରାକୁ ଲକ୍ଷ୍ୟ କରିକିରି ଉତ୍ତର ଭୁବନେଶ୍ୱର ପାଇଁ ଯୋଗ୍ୟ ନେତା ଭାବିକିରି ଆକୁ ଆଣିକି ଏଠି ଚୟନ କରିଛି। ଯେହେତୁ ଭାରତୀୟ ଜନତା ପାର୍ଟି ଖୁବ୍ କମ୍ ଦିନରେ ଆସିଲେ, ତାଙ୍କ ମାଇଣ୍ଡ ବି ସେପଟ ନଥିଲା, ଯେହେତୁ ଗୋଟେ ଦଳର ସେ ନେତୃତ୍ୱ ନେଇଥିଲେ, ସେ ଚାହୁଁନଥିଲେ ବି ଦଳକୁ ଆସିବା ପାଇଁ। ଦଳ ତାଙ୍କ ସାଥେ ଡିମାଣ୍ଡ କଲାରୁ ଦଳକୁ ଛାଡ଼ି ଆସିଲେ। ସେ ରାଜନୈତିକ ଲୋକ, ସେ ଲୋକଙ୍କ ସେବା ପାଇଁ ଅଛନ୍ତି। ଯୋଉଠି ରହିଲେ ବି ଯେକୌଣସି ଦଳରେ ରହିଲେ ସେବା କରିହବ। ତେଣୁ ସେ ବିଜେଡି ଦଳରେ ଥାଇ ସେବା କରିବାକୁ ଚାହୁଁଥିଲେ। ବିଜେଡି ଦଳ ତାଙ୍କୁ 5 ବର୍ଷ ପରେ 5 ବର୍ଷ ଅପେକ୍ଷା କରିବାକୁ କହିଲା। ପୁଣି 5 ବର୍ଷ ପରେ ପୁଣି ଉପେକ୍ଷାର ବାଟ ଦେଖେଇଦେଲା। ସେ ସେଥିପାଇଁ ବାଧ୍ୟ ହେଇକି ଭାରତୀୟ ଜନତା ପାର୍ଟିକି ଆସିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି ସବୁବେଳେ ତାଙ୍କୁ ୱେଲକମ୍ ଆଗରୁ କରିଥିଲା, ଏବେ ବି କରୁଛି। କାହିଁକି ନା ତାଙ୍କ ବିଚାରଧାରା ଲୋକଙ୍କ ସେବା ପାଇଁ। ତେଣୁ ସିଏ ବିଜେଡି ଥିଲେ ସେବା କରିଥିଲେ, ବିଜେପି ଆସିଲେ ବି ସେବା କରିବେ। କିନ୍ତୁ ବିଜେଡି ତାଙ୍କୁ ଉପେକ୍ଷା କଲାରୁ ସେ ବିଜେପି ଆସିଲେ। ମୁଁ ଏଇଟା 100% କହିବି, କାରଣ ସେ ଯେଭଳିଆ ଭଦ୍ର ବ୍ୟକ୍ତି, ଶାନ୍ତ ଶିଷ୍ଟ ସରଳ ବ୍ୟକ୍ତିତ୍ୱ, ଲୋକମାନଙ୍କ ହୃଦୟରେ ଜନମାନଙ୍କର ଅଛନ୍ତି। ଏ ଉତ୍ତର ଭୁବନେଶ୍ୱରରେ ଯେତେକ ଡେଭଲପମେଣ୍ଟ କାମ ଅଛି ସବୁ ତାଙ୍କରି ଅମଳ ଯାଇଥିଲା। ବର୍ତ୍ତମାନ ଯୋଉ ଏମଏଲଏ ଅଛନ୍ତି, ଯିଏ 5 ବର୍ଷ କରିଗଲେ, ସେ କୌଣସି ନୂଆ ପ୍ରୋଜେକ୍ଟ ଏଇଠି ଉତ୍ତର ଭୁବନେଶ୍ୱର କରିନାହାନ୍ତି। ଦିନେ ବି ବିଧାନସଭାରେ ଉତ୍ତର ଭୁବନେଶ୍ୱର ପାଇଁ କୌଣସି ଦାବି ରଖିନଥିଲେ। ଯାହା ବି ରଖିଥିଲେ ସେ ପିଏଚସି ବିଷୟରେ ରଖିଥିଲେ। ସେଇ ନେତୃତ୍ୱକୁ, ତାଙ୍କର ବଳିଷ୍ଠ ନେତୃତ୍ୱକୁ, ତାଙ୍କର ବ୍ୟକ୍ତିତ୍ୱକୁ ଲକ୍ଷ୍ୟ କରି ଭାରତୀୟ ଜନତା ପାର୍ଟି କହିଛି ଭାରତୀୟ ଜନତା ପାର୍ଟି ଉତ୍ତର ଭୁବନେଶ୍ୱର ନେତୃତ୍ୱ ନେବା ପାଇଁ ଟିକେଟ। ତ ବହୁତ ଭଲ କଥା, ଭାଇଙ୍କ ସହିତ ଆମେ କଥା ହେଲୁ, ଜଣେ ବହୁତ କିଛି କଥା କହିଲେ, ଆମେ ଜାଣିବା କଥା ବି ମଧ୍ୟ କହିଲେ। ଆପଣ ମାନେ ଶୁଣି ପାରୁଥିବେ ଭାଇଙ୍କ ସହିତ ଯେହେତୁ ଜଗନ୍ନାଥଙ୍କର ଚାଲିଛି ଏବେ ରଥଯାତ୍ରା, ତାରି ଉପରେ କଥା ହେଲେ, ତାଙ୍କ ଜୀବନୀ ଉପରେ ବି ଆମେ କଥା ହେଲେ। ଆଉ କେମିତି ଆଗକୁ ଯିବେ, ଆପଣଙ୍କୁ ଭଲ ପାଇବା ସବୁବେଳେ ପାଇଁ ଭାଇଙ୍କ ପ୍ରତି ଥାଉ। ମଣିଷଙ୍କ ସେବା ପାଇଁ ସବୁବେଳେ ପାଇଁ ଆଗକୁ ଆସିଥାନ୍ତି। କଥାରେ ଅଛି ବିଧାତା ଦାତା ବିନୟ ବିଦ୍ୟା ମତଦାନ ଚେଷ୍ଟା ମଣିଷ ଆମ ଓଡିଆ। ଆମେ ଆଗ ନିଜ ଲୋକଙ୍କ ପାଇଁ ବଞ୍ଚିବା, ନିଜ ମାଟି ପାଇଁ କିଛି କରିବା, ତାହେଲେ ଆଗକୁ ଯାଇପାରିବା। ଆଜ୍ଞା କିଛି ନଥାଏ, ସବୁବେଳେ ପାଇଁ ଚେଷ୍ଟା ମଣିଷକୁ ଆଗକୁ ନେଇଥାଏ। ଭାଇ ରହୁଛୁ, ନମସ୍କାର, ପୁଣି ଥରେ କେବେ ଦେଖା ହବ।